ଏ ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୁମିତ୍ରା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ପିଆଜ ଚଟଣିର ରେସିପି ଆଣିଛି, ଯାହାକୁ କି ଆପଣ ଦୋସା, ଇଡଲି, ଚକୁଳି, ଉତ୍ତପମ ସବୁ ସହିତ ଖାଇବାକୁ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଚାଲନ୍ତୁ ଏହାର ରେସିପି ଜାଣିବା। ରେସିପିକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବେ ବୁଝିପାରିବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ନିହାତି କମେଣ୍ଟ କରିବେ। ତ ଚାଲନ୍ତୁ ଆମେ ଏଇ ପିଆଜ ଚଟଣିର ରେସିପି ଜାଣିବା। ସେଥିପାଇଁ ଦେଖନ୍ତୁ, ପିଆଜକୁ ମୁଁ ଚୋପା ଛଡ଼େଇକି ନେଇଯାଇଛି। ଏଠି 3ଟି ପିଆଜ ନେଇଛି। ଏଇଠି ବଡ଼ ସାଇଜ୍ର ମଧ୍ୟ 3ଟି ଟମାଟୋ ନେଇଛି। ତ ଏଇଠି ମୁଁ ତେନ୍ତୁଳି ଜାଗାରେ ଏଇଠି ଦେଇଦେଇଛି କଞ୍ଚା ଆମ୍ବ। ଯଦି ଆପଣଙ୍କୁ କଞ୍ଚା ଆମ୍ବ ପସନ୍ଦ ନୁହଁ ତାହେଲେ ଆପଣ ତେନ୍ତୁଳି ବି ଏଇଠି ଏଡ଼୍ କରିପାରିବେ ଖଟା ପାଇଁ। ତ ଏବେ ଆମେ କ'ଣ କରିବା, ଏଥିରେ ନେଇଯାଇଛି ଆଉ ଏକ୍ସଟ୍ରା 2ଟି କଞ୍ଚା ଲଙ୍କା ରାଗ ପାଇଁ, ଆଉ ଖଣ୍ଡେ ଅଦାକୁ ମୁଁ ଚୋପା ଛଡ଼େଇକି ଏମିତି 2 ଖଣ୍ଡ କରିଦେଇଛି ମଝିରୁ, ଆଉ 4ରୁ 5ଟି ଆମେ ରସୁଣ ପାଖୁଡ଼ା ନେଇଯିବା। ତ ଆପଣ ଯଦି ଅଧିକା ରାଗ ଖାଆନ୍ତି ତାହେଲେ ଆଉ ଅଧିକା କଞ୍ଚା ଲଙ୍କା ଦେଇପାରିବେ। ତ ଏବେ ଗୋଟେ ଗ୍ୟାସ୍ ଅନ୍ କରି ପ୍ୟାନ୍ ବସାଇବା, ସେଥିରେ 2 ଟେବୁଲ୍ ସ୍ପୁନ୍ ଅଏଲ୍ ଦେଇଦେବା, ବିରି ଡାଲି ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେବା, ଜିରା ଦେଇଦେବା ହାଫ୍ ଟେବୁଲ୍ ସ୍ପୁନ୍। ଏସବୁକୁ ଫୁଟି ସାରିଲା ପରେ 2ଟି ଶୁଖିଲା ଲଙ୍କା ଦେଇଦେବା, 2ଟି କଞ୍ଚା ଲଙ୍କା ଦେଇଦେବା। କଞ୍ଚା ଲଙ୍କାକୁ ଆପଣ ଛୁରୀରେ ଚିରା ଲଗେଇକି ଦେବେ। ତାପରେ ଏଇଠି ରସୁଣ ଅଦାକୁ ଦେଇଦେବା। ଏସବୁ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଟିକେ ଭାଜି ହେଇସାରିଲା ପରେ ଆମେ ଏଇଥିରେ ପିଆଜ ଯେଉଁ କାଟିକି ରଖିଥିଲେ ତାକୁ ଏବେ ଏଡ଼୍ କରିଦେବା। ତ ପିଆଜ ଆପଣ ଦେଇସାରିଲା ପରେ ଏହାକୁ ଭଲ ଭାବରେ ଭାଜିବେ, ଟିକେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ, ଯେମିତିକି ଏହାର କଞ୍ଚା ସ୍ମେଲ୍ଟା ପଳେଇବ। ତ ଏମିତି ଟିକେ ଆପଣ ଏପଟ ସେପଟ କରିକି ଭାଜି ସାରିଲା ପରେ ଆମେ କ'ଣ କରିବା, ଏଥିରେ ଆଉ ଏକ୍ସଟ୍ରା ଜିନିଷ ଏଡ଼୍ କରିବା। ତ ଏଇଠି ଆମେ ଟମାଟୋ ନେଇଛେ, ଟମାଟୋ ମୁଁ 3ଟି ନେଇଛି। ତ ଟମାଟୋକୁ ମଧ୍ୟ ମୁଁ ଗୋଟା ଧୋଇକି ଏମିତି ଫଡ଼ା ଫଡ଼ା କରି ଛୋଟ ଛୋଟ କରି କାଟି ଦେଇଛି। ତ ଟମାଟୋ ପିଆଜକୁ ଆମେ ଏକା ସାଙ୍ଗରେ ଭାଜିବା। ଭାଜି ସାରିଲା ପରେ ଏଇଠି ଦେଇଦେଇଛି ହଳଦୀ ଗୁଣ୍ଡ ହାଫ୍ ଟେବୁଲ୍ ସ୍ପୁନ୍, ତାପରେ ରାଗ ଲଙ୍କା ଗୁଣ୍ଡ ହାଫ୍ ଟେବୁଲ୍ ସ୍ପୁନ୍, ଆଉ ଲୁଣ ଟେଷ୍ଟ ହିସାବରେ। ଏସବୁକୁ ଦେଇକି ଭଲ ଭାବରେ ମିକ୍ସ କରିଦେବା, ଆଉ ଏହାକୁ ଘୋଡ଼େଇକି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ବସାଇବା। ତ ଏଇଟା 15 ମିନିଟ୍ ହେଲା ପରେ ମୁଁ ଆପଣଙ୍କୁ ଦେଖାଉଛି ଆମର ଟମାଟୋ ଆଉ ପିଆଜ ବହୁତ ହି ସଫ୍ଟ ହେଇଯାଇଛି। ଏହାକୁ ଟିକେ ଆମେ ସ୍ପେଚୁଲା ସାହାଯ୍ୟରେ ଟିକେ ପ୍ରେସ୍ କରିଦେବା, ଯାହାଦ୍ୱାରା କି ଆମର ଟମାଟୋଟି ବହୁତ ହି ସଫ୍ଟ ହେଇଯାଇଛି ଆଉ ଏ ପିଆଜ ସହିତ ମିଶିଯିବ। ତ ଏବେ ଆମେ ଏହାକୁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେବା, ଆଉ ଏବେ ଏହାକୁ ଗୋଟେ ପ୍ଲେଟ୍କୁ ଆମେ ବାହାର କରିଦେବା। এটা ଥଣ୍ଡା ହେଲା ପରେ ଆମେ ଏହାକୁ ଗ୍ରାଇଣ୍ଡିଙ୍ଗ କରିବା। ତ ଦେଖନ୍ତୁ, ଏହାକୁ ଆମେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏମିତି ଟିକେ ଆମେ ଚାମଚରେ ଓଲଟେଇ ଦେବା, ଯାହାଦ୍ୱାରା କି ଏଇଟା ଥଣ୍ଡା ହେଇଯିବ ଶୀଘ୍ର। ତ ଥଣ୍ଡା ହେଲା ପରେ ଆମେ ଗ୍ରାଇଣ୍ଡର ଜାର୍ରେ ଏହାକୁ ଦେଇଦେବା ଆମର ଗ୍ରାଇଣ୍ଡିଙ୍ଗ କରିବା ପାଇଁ। ତ ହାଲକା ଟିକେ ମୋର ଏଇଟା ଉଷୁମ ଅଛି, ଯେଉଁଟାକି ମୁଁ ଏଇଟା ମାନେ ବ୍ୟସ୍ତରେ ଥିଲି, ସେଥିପାଇଁ ଆପଣ ଟିକେ ଥଣ୍ଡା ହେଲେ ଏଇଟା କରିବେ। ତ ଏଇଠି ଆମ୍ବ ଦେଇଦେଇଛି ମୁଁ 2 ଖଣ୍ଡ, ଆପଣ ଚାହିଁଲେ ଏଠି ତେନ୍ତୁଳି ବି ଏଡ଼୍ କରିପାରିବେ। ତ ଏହାକୁ ଗ୍ରାଇଣ୍ଡିଙ୍ଗ କରିକି ଆଣିଦେବା। ଗ୍ରାଇଣ୍ଡିଙ୍ଗ କଲା ପରେ ଆମେ ଏ ବାଉଲକୁ ଗୋଟେ ଚୁଚେଇ ଦେବା। ଚୁଚେଇ ସାରିଲା ପରେ ଏଥିରେ ପାଣି ଏଡ଼୍ କରିକି ମଧ୍ୟ ଆମେ ଟିକେ ଚୁଚେଇ ଦେବା। 4ରୁ 5 ଟେବୁଲ୍ ସ୍ପୁନ୍ ପାଣି ଏଡ଼୍ କରିକି ଚୁଚେଇ ଦେବା। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରିବେ, ସାଙ୍ଗସାଥି ମୋ ରିଲେଟିଭ୍ମାନଙ୍କୁ ସେୟାର କରିବେ। ଯଦି ଚ୍ୟାନେଲକୁ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ, ଏବଂ ସବସ୍କ୍ରାଇବ୍ ବଟନ୍ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ମୋର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ଚାଲନ୍ତୁ, ଏବେ ଆମର ତ ପିଆଜ ଚଟଣି ପ୍ରସ୍ତୁତ ହେଇଗଲାଣି। ଏବେ ଆମେ ଗୋଟେ ତଡ଼କା ଲଗାଇବା। ସେଥିପାଇଁ ଗୋଟେ ପ୍ୟାନ୍ରେ ମୁଁ ତେଲ ଦେଇଦେଇଛି 2 ଟେବୁଲ୍ ସ୍ପୁନ୍, ତାପରେ ବିରି ଡାଲି ହାଫ୍ ଟେବୁଲ୍ ସ୍ପୁନ୍, 2ଟି ଶୁଖିଲା ଲଙ୍କା, ହେଙ୍ଗୁ 1/4 ଚାମଚ, ଆଉ ଦେଇଦେବା ଭୃଷଙ୍ଗ ପତ୍ର। ଏସବୁକୁ ଟିକେ ସ୍ପୁନ୍ରେ ମିକ୍ସ କରିଦେବା। ଆଉ ଟିକେ ଫୁଟଣଟି ଆମର ଫୁଟି ସାରିଲା ପରେ ଆମେ ଏବେ ପିଆଜ ଚଟଣିରେ ଏହାକୁ ମାନେ ଏଡ଼୍ କରିଦେବା। କରିସାରିଲା ପରେ ଆମେ ଦେଖନ୍ତୁ ଏବେ ଏଡ଼୍ କରିଦେବା, ଆଉ ସେଇ ପ୍ୟାନ୍ରେ ଆମେ ଆଉ 2 ଟେବୁଲ୍ ସ୍ପୁନ୍ ପାଣି ଏଡ଼୍ କରିକି ଏଥିରେ ଏଡ଼୍ କରିଦେବା। ତ ଆମର ଏବେ ପ୍ରସ୍ତୁତ ହେଇଗଲା ପିଆଜ ଚଟଣି। ଯଦି ଆପଣମାନଙ୍କୁ ଇନଷ୍ଟାଗ୍ରାମ ଫେସବୁକ୍ରେ ଦେଖୁଛନ୍ତି ସୁମିତ୍ରା ମିଶ୍ର ମୋର ଆଇଡି, ଲାଇକ୍ ସେୟାର ଫଲୋ କରିବେ। ଜୟ ଜଗନ୍ନାଥ।